আচ্ছা তুই কোন পুଅ পিলা ଆଉ କଣ ତୋର ଯାହା ହଉଛି କେରଳ କ୍ଲିୟର ସେ ଯାହା କଲା ଠିକ ପାଲାର ମାଇଲ ଖୁଣ୍ଡ ହଉଛି ପ୍ରଭାତ ବର୍ଣ୍ଣନା ଆଉ ସନ୍ଧ୍ୟା ବର୍ଣ୍ଣନା ହଉଛି ମାଇଲ ଖୁଣ୍ଡ ମାନେ ରାତି ପାଇଁ ସକାଳେ କେମିତି ହେଲା ଗୋଟାଏ ପଦ କୁହ ସେ ଝିଅ କହିଲା ତାହେଲେ ହେ ମୋର ସୁନ୍ଦର ସମାଜ ରାତି ପାଇଁ ସୁନ୍ଦର ପ୍ରଭାତକୁ ଆଗମନ କରୁଥିବା ସକାଳ ହୋଇଛି ତାହେଲେ ପ୍ରଭାତ ହେଲା ବୋଲି ଆମେ କିପରି ଜାଣିବା ସକାଳ କେମିତି ହେଲା ଓଡ଼ିଆ କବି ବାଙ୍କା ଦାସ ଚୌପଦୀ ପଦୁଟିଏ କିଭଳି ରାତି ପାଇଁ ସକାଳ ହୁଏ ଦେଖିବା ବାପା ଦାସଙ୍କର କେମିତିଆ ପଦ ଅଛି ରାତି ପାଇଁ କିଭଳି ସକାଳ ହବ ଓଡ଼ିଆ କବି ବାଙ୍କା ଦାସ ପଦୁଟିଏ ଚୌପଦୀ ନାଇଁ ଅନିଶା ସେ ଶୋଇଲା ରେ আচ্ছা সমত ঘরে তো কুকুড়া আছে যা ঘরে কুকুড়া আছে তার মোবাইলে রাখি পাইলা যা ঘরে কুকুড়া নাই সে কোন ফোন করে আছে রাতি কেমিতি পাইব রাতি কেমিতি পাইব আজ্ঞা পুনর্বার বাঁকা দাস গল্পটা লিখিলে না পূর্ব দিকে উদয় ভানু তারা লুচি করলে গগন 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 মামুতি নামা সত্য হরিলা মামুতি নামা সত্য ধীরে ধীরে পূর্ব দিকে উদয় ভানু কবি কইলে ভাগবত হচ্ছে সাড়ে সূর্য সকাল হইলে মানো পূর্ব দিগরে সূর্য দেবতা উদয় হতি সূর্য দেবতা উদয় হলে পুষ্করিণী বা পোখরীরে পদ্ম ফুল সব প্রস্ফুটিত হবা ফুটিব পদ্ম ফুল ফুটিলে ধীরে ধীরে মন মরই পবন বইব তাহলে আমি জানিলা রাতি পাহিলা एउटा पाइला आको 200 टଙ୍କା देले बाजी आको 200 टଙ୍କା का पाइला नउथि 1800 टଙ୍କା थी ए 200 देले बाजी କାହିଁକି अच्छा जोर दाना में पाला करछि काली सकाळे गां सारा बुलिबा देखिबा का पोखर केइटा पदम फुल फुटिके देखिबा पला एक नबो तार
କେଇଟା ପୋଖରୀ କା ପୋଖରୀରେ ପଦ୍ମ ଫୁଲ ଫୁଟିଛି। ଆଚ୍ଛା ସୂର୍ଯ୍ୟ ଉଦୟ ହେଲେ ରାତି ପାଇବ। ଆପଣ ମାନେ ଜାଣନ୍ତି ଲଘୁଚାପ ହେଇଗଲା। ଲଘୁଚାପରେ ଯଦି ବର୍ଷା ସକାଳୁ ହବ 12ଟା 1ଟା ଯାଏ ସୂର୍ଯ୍ୟ ଉଦୟ ହବ। ଜାଣିଛ ଅନ୍ଧାର। ଆଚ୍ଛା ସେଥିରେ ସେ ଲୋକ ପୁଣି ଆଣିଛନ୍ତି ତମେ ସତ କଥା କହିବ। ଏ 8 ଦିନ ଭିତରେ କେଉଁଥର କାଉ ହୁଏ ସୂର୍ଯ୍ୟ କହିବ। ବାପା ମାନେ ଭାଇ ମାନେ କହିବେ ଯଦି 4 ଦିନ କିଏ ଶୁଣିଲା 4 ଦିନ କାଉ ହୁଏ ସେ 4 ଦିନ ଶୁଣେ। ଯଦି 2-3 ଦିନ ନ ଉଠିଲା କାଉ ନ ହୁଏ ତମେ କାଲି କାଉ ସେ ଭବିଷ୍ୟ କଣ ଆଜି ଜାଗା ସହିତ ତାହେଲେ ରାତି କେମିତି ପାଇବ ତ? ତମେ ଇଏ ଭାବୁଛି ପାଳିଆ ବୁଢା ସାରେ ସଙ୍ଗୀତ ମାନଙ୍କୁ ଡାକିକି ଆଣିଛି। ଆମ ବାପାରେ ପଛକୁ ଟାଣୁଛନ୍ତି। ଆରେ ଯିଏ ଯୋଉଠି ଭୁଲ କରିବ ମୁଁ କାହାକୁ ଛାଡେ ନା। ମୁଁ ଯଦି ଏମିତି କହିବି ତମେ 8 ରାତି କଲା କର ତଥାପି ରାତି ପାଇବନି। ମୁଁ ଯୋଉଠି ଗୋଟାଏ ସେକେଣ୍ଡ କହିବି ସେଠି ସମସ୍ତେ କହିବେ ରାତି ପାଇଯିବ। ଆରେ ବାଙ୍କା ଦାସ କହିଲେ ରାତି କେମିତି ପାଇବ ଶୁଣ। ଆଜ୍ଞା ବାଙ୍କା ଦାସ ଓଡ଼ିଆ କବି ମାନ କବିଙ୍କର ବେଶୀ ଲକ୍ଷ୍ୟ ଟିକେ ନାରୀ ମାନଙ୍କ ଉପରେ। କବି କହିଲେ ରାତି ପାଇବ। ମା ମାନେ କଣ କଲେ ଆଜ୍ଞା ରାତି ପାଇବ? ଆଚ୍ଛା ମା ମାନେ କଣ କଲେ? ମା ମାନଙ୍କୁ ଚାହିଁ ଆଜ୍ଞା କବି ଲେଖିଦେଲେ କଣ କହିଲେ ନା ନାରୀ ହେଲେ ନା ନାରୀ ହେଲେ ନା ନାରୀ ହେଲେ कवि कहले राति पाइले माँ मैंने सब कार्य व्यस्त माँ मैंने सब राति पाइले निजर नित्यकर्म व्यस्त रुहती आम जानवा राति पाई सकाल नहीं जाओ एत गोटा कहल मन कहला अच्छा मो स्त्री मास्टर चाकरी कर
ଆଚ୍ଛା ଯେତେବେଳେ ସକାଳେ ଡ୍ୟୁଟି ଦେବ ଆମ ଘରେ 11 ଜଣ ପରିବାର ଆଚ୍ଛା ଛୋଟ ଛୁଆଙ୍କୁ ମିଶେଇକି 11 ଜଣ ପରିବାର ହଁ। ମୁଁ ଏକ 12 ଜଣ ତାର ସକାଳୁ ଯିବ ଡ୍ୟୁଟି କରିବ ସକାଳୁ ଯିବ ଆଚ୍ଛା ଏ 11 ଜଣ 12 ଜଣଙ୍କ କାମ ସାରି ତା ଡ୍ୟୁଟି କଲା ତା ଡ୍ୟୁଟି ମାଷ୍ଟର ଚାକିରି ବର୍ତ୍ତମାନ ଭାରି ଖରାପ ମାନେ ଶୀଘ୍ର ଯିବ ପହଞ୍ଚିବ ସେ କାମ କରିବ କେତେବେଳେ ଡ୍ୟୁଟି ଯିବ ସେ ଲୁଗା ପଡୁନି ଗାଧେଇବନି ପାଧେଇବନି ଖାଲି ଲୁଗାପଟା ପିନ୍ଧି ପଳେଇଲା ଆଚ୍ଛା ସିଏ ତାର ପଳେଇଲା ବାସନ ପଳେଇଲା ଏ ମୂର୍ଖ ମୁଁ ସିଏ କଣ ମୋ ସ୍ତ୍ରୀ ନା ମୁଁ ତା ସ୍ତ୍ରୀ କହିଲା ତମେ ଆରେ ସେଟା କହିଲେ ସ୍ତ୍ରୀ ମାନେ ମଜିଆ କଥା ସ୍ତ୍ରୀ ମାନେ କାମରେ ରାତି ମୁଁ କାହିଁ ଅଛି ତୁ ମାର ଆଚ୍ଛା ବଦଳ ବାବୁ ବାକା ଦାସ ଆଗେ କେତେ ପ୍ରକାର ବୁଝାଇଲେ ଆଚ୍ଛା ତୁମ ମନକୁ ଗଲାନି କୋଉ ପ୍ରକାର ରାତି ପାଇଲାନି ଏ କଥା ତ ମୁଁ କହିଲି ଯାହା କବି ମାନେ କହିଲେ ଆଚ୍ଛା ତୁମେ ଦେଖିଆ କହିଲ କଣ କଲେ ରାତିଟା କେମିତି ପାଇବ ବଦୁକି ଆସ କଣ କଲେ ରାତି ପାଇବ ଟିକେ ଦେଖିବା ଏଇଟା କଣ ଲମ୍ବା କଣ ତା ମାପ ଅନୁସାରେ ହେଇଛି ଏଇଟା କଣ ତା ମାପ ଅନୁସାରେ ମାପ ଅନୁସାରେ ହେଇଛି ଲେଖକ କଣ କରିବେ ରାତି କେମିତି ପାଇଲା ଲେଖକ ରଚନାଙ୍କର ଗର୍ଭବତୀ ତୃତୀୟ ଛାନ୍ଦ ଚତୁର୍ଥ ବାର ରାତି ପାଇବାର ବହୁଳ ଦାମ ହେଲା 2270 ଟଙ୍କା ମୁଁ ବର୍ତ୍ତମାନ ଗୋଟାଏ ମିଣ୍ଟିଏଲି ବାହନ ତୁମେ ହେଲ ସଙ୍ଗୀତ ଗାୟକ ପାଳିଆ ଆଚ୍ଛା ବର୍ତ୍ତମାନ ମୁଁ ଚାମର ହେଲେ ବି ରାତିଟା କେମିତି ପାଇବ ତମେ ମାନେ ଠିକ ଲକ୍ଷ୍ୟ କରିବ ସିଏ ପତିଲି ଖୁମ୍ବ আরে এটা হচ্ছে ফোপড়া চামর রাতিটা কেমনি পাইলা কেমিতি রাতি পাইলা রাতিটা কেমনি পাইলা ভাই প্রতিদিন দুই ঘুমো চাকরি আচ্ছা বজাইলে মৃদঙ্গ পেটটা হেলা মৃদঙ্গ প্রতিদিন দুই ঘুমো বজাইলে মৃদঙ্গ উড়ি গলে ভ্রমর ସକାଳ ହବ ଜନ୍ମିଲା କୁମର ଆଚ୍ଛା ଯାହାକୁ ଝାଡ଼ା ମାଡ଼ିବ ସିଏ ବାଟ ଘାଟ ଯଦି ବସରେ ତମେ କଟକ ଯାଉଛ ଝାଡ଼ା ମାରିଲା କହିଲେ ଝାଡ଼ା ଯିବ ନା ନାହିଁ ଆଚ୍ଛା ରାତି ପାଇବ ନା ଇଏ ଗୋଟା 90 ଭିଡ଼ି